Audio Jungle. ଦେଖନ୍ତୁ ଗତ କିଛି ବର୍ଷ ଧରି ଶ୍ରୀମନ୍ଦିରରେ ବାରମ୍ବାର ଶ୍ରୀମନ୍ଦିରର ଶୃଙ୍ଖଳା ନୀତି କୁହନ୍ତୁ, ଯେକୌଣସି ବିଷୟ କୁହନ୍ତୁ, ଆପଣ ଖବରକାଗଜ ଦେଖନ୍ତୁ କିମ୍ବା ଗଣମାଧ୍ୟମ ଦେଖନ୍ତୁ, ବାରମ୍ବାର ବିଶୃଙ୍ଖଳାର ଚିତ୍ର ସବୁବେଳେ ଆପଣ ଦେଖିବାକୁ ପାଉଥିବେ। ପଛରେ ବହୁତ କିଛି, ଏଇଟା ଯଦିଓ ସ୍ପର୍ଶକାତର ବିଷୟ, ଶ୍ରୀମନ୍ଦିର ପ୍ରଭୁ ଜଗନ୍ନାଥଙ୍କର ସାଙ୍ଗେ ଜଡ଼ିତ ବହୁତ ସ୍ପର୍ଶକାତର ବିଷୟ, କିନ୍ତୁ ଏ ବିଷୟରେ ଆପଣ ଲକ୍ଷ୍ୟ କରୁଥିବେ ଯେ କିଛି ନା କିଛି ପ୍ରଶାସନିକ ସ୍ତରରେ କିଛି ନା କିଛି ଅସୁବିଧା ରହିଯାଉଛି, ଯାହା ଦ୍ୱାରା ଏ ଘଟଣା ପ୍ରତିଦିନ କିଛି ନା କିଛି ଆପଣ ଘଟଣା ଦେଖିବାକୁ ପାଉଥିବେ ଗଣମାଧ୍ୟମରେ। ଏବଂ ଏ ବିଷୟରେ ବାରମ୍ବାର ଆମେ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛୁ ପ୍ରଶାସନିକ ଅଧିକାରୀ ମାନଙ୍କର। ଏଇ ଯୋଉ ଘଟଣାଟି, ଯୋଉ ଅତି ଦୁର୍ଭାଗ୍ୟଜନକ ଘଟଣା ଯୋଉ ଏବେ ଘଟିଗଲା, ଯେ ଯୋଉଠି ଲୋକ ଦେଖିବାକୁ ପାଇଲେ ଜଗନ୍ନାଥ ଟେମ୍ପୁଲ ପୋଲିସ ଏବଂ ସାଧାରଣ ପୋଲିସ ଯୋଉମାନେ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଭିତରେ ଠେଲାପେଲା କିମ୍ବା ସେବକ ମାନଙ୍କ ଭିତରେ ସମନ୍ୱୟର ଅଭାବ, ଏସବୁ ବିଶୃଙ୍ଖଳାର ମୁଖ୍ୟ କାରଣ ହଉଛି ପ୍ରଶାସନିକ ସ୍ତରରେ ଅଚଳାବସ୍ଥା। ଆପଣ ଯଦି ଦେଖିବେ ଶ୍ରୀମନ୍ଦିରର ପ୍ରଶାସନିକ ସ୍ତରରେ ଅଚଳାବସ୍ଥା ଯୋଗୁଁ ଏଭଳିଆ ଜିନିଷ ହଉଛି, ଏବଂ ତା ପାଇଁ ଆମେ ବାରମ୍ବାର ଦାବି କରିଛୁ ଏଥିରେ ଯେ ଯିଏ ବି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରହୁଛନ୍ତି, 3-4 ଜଣ ଉପମୁଖ୍ୟ ପ୍ରଶାସକ ମଧ୍ୟ ଅଛନ୍ତି, ସେମାନେ ପ୍ରଶାସନିକ ଅଫିସ ଭିତରେ ନ ରହିକିରି ଶ୍ରୀମନ୍ଦିର ଭିତରେ ଯୋଉ ଶ୍ରୀମନ୍ଦିର ପ୍ରଶାସନିକ ଅଫିସ ଅଛି ତା ଭିତରେ ବସନ୍ତୁ ଏବଂ ସମନ୍ୱୟ ରକ୍ଷା କରିବାରେ ସବୁବେଳେ ଚେଷ୍ଟିତ ହୁଅନ୍ତୁ। ଏବଂ ଯୋଉ ଜଗନ୍ନାଥ ଟେମ୍ପୁଲ ପୋଲିସ କଥା କହୁଛନ୍ତି, ମନ୍ଦିର ଭିତର କଥା ଯଦି ଦେଖିବେ, ତାର ସମ୍ପୂର୍ଣ୍ଣ ସୁରକ୍ଷାର ଦାୟିତ୍ୱ ଜଗନ୍ନାଥ ଟେମ୍ପୁଲ ପୋଲିସ ପାଖରେ ହିଁ ରହିବା ଉଚିତ। ଏବଂ ବାହାରେ ଯୋଉ ଆପଣଙ୍କର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ହେଇଛନ୍ତି, ସେମାନେ ମନ୍ଦିର ଚାରିପଟେ ଯୋଉ ସୁରକ୍ଷା ଅଛି ସେ ବିଷୟରେ ଦୃଷ୍ଟି ଦେବା ଉଚିତ। ତାହେଲେ ତାଙ୍କ 2 ଜଣ ଭିତରେ ସମନ୍ୱୟ ରହିବ ଏବଂ ତାକୁ ଭିତରେ ଆକୁ ବାହାରେ ଦ୍ୱାରା ନିଶ୍ଚିତ ଭାବରେ ବିଶୃଙ୍ଖଳା ସୃଷ୍ଟି ହବ। ଆଉ ଗୋଟେ କଥା ଆପଣଙ୍କ ଜରିଆରେ ମୁଁ କହିବାକୁ ଚାହେଁ ଯେ ଯେଉଁ ଶ୍ରୀମନ୍ଦିର ପ୍ରଭୁ ଜଗନ୍ନାଥଙ୍କ ଉପରେ ତାଙ୍କର ଆଦି ସେବକ ମାନେ ବହୁତ ଦିନ ଧରିକିରି ପ୍ରଭୁ ଜଗନ୍ନାଥଙ୍କର ସେବା କରିକିରି, ସେବା ସମର୍ପଣ କରି କିଛି କିଛି ଦାନ ଦକ୍ଷିଣା ପାଇଥାନ୍ତି, ତାଙ୍କର ଯାତ୍ରୀ ବ୍ୟବସାୟକୁ କେମିତି ସୁଗଣ୍ଠିତ କରାଯିବ ଏବଂ ତାଙ୍କର ରୋଜଗାର କ୍ଷମ ଯେମିତି ରୋଜଗାରଟା ତାଙ୍କର ଅତି ସୁଲଭ ହିସାବରେ ସେ ପାଇବେ, ସେ ବିଷୟରେ ମଧ୍ୟ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବା ଦରକାର। ଏବଂ ଯାତ୍ରୀ ବ୍ୟବସାୟର ତାର ବିଭିନ୍ନ ଢଙ୍ଗ ଅଛି, ବିଭିନ୍ନ ସୁବ୍ୟବସ୍ଥା ଅଛି, ସେ ବିଷୟରେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦିଅନ୍ତୁ। ଏବଂ ଯିଏ ବି ଆମର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହଉଛନ୍ତି ତାଙ୍କୁ ପୂର୍ଣ୍ଣକାଳୀନ କରାଯାଉ, ସେ ପୁରୀରେ ରୁହନ୍ତୁ ଏବଂ ମନ୍ଦିର ଭିତରେ ଅଫିସରେ ଯାଇକି ବସନ୍ତୁ, ତାହେଲେ ଏସବୁ ବିଶୃଙ୍ଖଳା କେବେ ବି ହବ ନାହିଁ।